श्री गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। नमस्कार बंधुगण, आसंत शुणिबा श्रीमद् देवी भागवत महापुराण। किछि समय हेउ पछे निश्चय श्रवण करंतु, सबु पापरु मुक्ति पाइबे। आजिर विषय रहिछि भीष्मंकर उत्पत्ति कथन। सुतदेव कहन्ति ऋषिगण शुण, एपरि से प्रतीप गले स्वर्गधाम। सत्यसंध शान्तनु नृपंक नायक, व्याघ्रादि वन्यंकर हेले संहारक। दिने से बुलुथिले मृगया कारणे, गंगांक तीरवर्ती महाघोर बने। चारुतर भूषणा गुरु सावकाखी, देखिदेले सुंदरी रमणी सखी की। देखिदे ताहांकु शांतनु राजन, रतिर से मातिबा इच्छा कले मन। आसक्त मना होई मानसे भाविले, मोर बाप एहांको कथा कहुथिले। साक्षातरे द्वितीय रमांक उपमा, बरान नारमणी नव यौवना। रमणीर मुख कमल मनोहर, चाहि शांति लभिले नाही नृपवर। सर्वांगर मजाक टांकुरी उठिला, चित्तरे अनुरक्ति क्रमरे बढ़िला। गंगा मध्य ताहांकु महाभीष जानी, अतीव प्रेमासक्ता होई गले पुणी। हसी देई सीते मधुरे मंदरे, आसी करी मिलिले ईशंक पाशरे। असित अपांगी को शांतनु से काले, मिसी गला पराय अनाई रहिले। सांत्वना देला परी संतोष लभिण, मंदे हसी मधुरे कहिले वचन। आगो बाम उरु मानुषिकी बा देवी, यक्ष नाग कन्या बा अप्सरा गांधरी। जे किए से तुम भेटी हुआ बरा रोहे, सुंदरी गो मोहर भार्या हुआ कहे। बरा नने तुम्भर मंद मन हास्य, प्रेम पूर्णमिय थाळिए कि आस्य। अतएव मोहर प्रार्थनाटी घेनी, चखाओ मुख सुधा होई समधरी। सुत ऋषि कहिले शुण ऋषि गण, गंगा बोली ताहांकु न जाने राजन। जाह्नवी जानी देले महाभीष जेहि, शांतनु स्वरूपरे जनमिले एहि। नृप शांतनुंक पूर्वोक्त वाणी शुणी, युवती रसवती कहिले रमणी। पूर्व प्रेम विचारु हसी देई अल्प, पार्वण सर्वरिष मुखी कहे नृप। नृपति प्रतिपंक आपण संतान, भल रूपे मु जाने आपणंकु पूर्ण। झिय होई जन्मिबा मात्र के राज, रमणी गणंकर पति अनिर्बार्य। तथापि हे सुंदर के सुंदरी कह, अनुरूप पति कि न करे आग्रह। आपण जेबे मोर प्रतिज्ञा पाळिब, तेबे पत्नी करिण पति बोलाइब। शुण शुण हे राज प्रतिज्ञा मोहर,
ବରଣ କରିବଟି ପଛେ ନରବର। ଶୁଭ ହେଉ ଅଶୁଭ କଲେ ମୁହିଁ କାର୍ଯ୍ୟ, ନିଷେଧ ନ କରିବ ଆହେ ମହାରାଜ। ପ୍ରିୟ ହୋଇ ମୋହର କିୟ ପ୍ରିୟ ବାଣୀ, କୌଣସି ସମୟରେ ନ କହିବ ପୁଣି। ମୋ ପ୍ରତିଜ୍ଞା ବଚନ ନ ରଖିବ ଯେବେ, ଇଚ୍ଛାରେ ଛାଡ଼ି ଦେଇ ପଳାଇବି ତେବେ। ତଥାସ୍ତୁ କହି ରାଜା ଅଙ୍ଗୀକାର କଲେ, ତ୍ରିପଥ ଜାହ୍ନବୀ ଗଙ୍ଗା ସେହି କାଳେ। ବସୁଙ୍କର ପ୍ରାର୍ଥନା ସୁମରଣ କରି, ମହାଭୀଷ ନୃପଙ୍କ ପ୍ରେମ ପ୍ରୀତି ସ୍ମରି। ନୃପତି ଶାନ୍ତନୁଙ୍କୁ ପତି ସ୍ୱରୂପରେ, ସ୍ୱୀକାର ସେ କରିଲେ ନୃପତି ମତିରେ। ମନୁଷ୍ୟ ଦେହ ବହି ଗଙ୍ଗା ମହାମାଇ, ନୃପତି ଶାନ୍ତନୁଙ୍କ ହୋଇ ମହାଦେଇ। ଗୃହଟିକି ସ୍ପୃହାରେ କରିଲେ ଗମନ, ଗଙ୍ଗାଙ୍କ ସହିତରେ ଶାନ୍ତନୁ ରାଜନ। ସୁଖକର ଉପବନରେ ବିହରିଲେ, ସୁଧାକର ଆତପେ ଚାନ୍ଦନୀରେ ଭଲେ। ସେ ଗଙ୍ଗା ବରାଙ୍ଗନା କାନ୍ତ ଭାବ ଜାଣି, ହୋଇଗଲେ ମାନସ ସନ୍ତୋଷ ଦାୟିନୀ। ଯେଉଁପରି ସ୍ୱର୍ଗରେ ବୃତ୍ରାସୁର ପରେ, ପୁରନ୍ଦରୀ ସହିତ କରନ୍ତି ବିହାରେ। ସେହିପରି ପୁରନ୍ଦର ସୁନ୍ଦର ଯୁବା, ସୁନ୍ଦରୀ ପୁରନ୍ଦରୀ ସହ ଦିଶେ ଶୋଭା। ତାହାଙ୍କ ସହିତରେ ହେବାରେ ମିଳିତ, ନ ଜାଣିଲେ ବହୁତ ବର୍ଷ ହେଲା ଗତ। ସର୍ବଗୁଣ ସମ୍ପନ୍ନା ଜାହ୍ନବୀ ରମଣୀ, କାମଶାସ୍ତ୍ର ପଣ୍ଡିତ ଶାନ୍ତନୁ ନୃପଣୀ। ସୁନ୍ଦର ଭବନରେ ରଙ୍ଗରେ ମାତିଲେ, ଶ୍ରୀଲକ୍ଷ୍ମୀ ନାରାୟଣ ପରାଏ ଶୋଭିଲେ। ଏପରି କେତେ କାଳ ଅତୀତ ହେବାରେ, ସେ ଯୁବତୀ ନୃପତି ଶାନ୍ତନୁ ବୀର୍ଯ୍ୟରେ। ଗର୍ଭବତୀ ହୋଇଣ ମଥା କାଳେ ଭାବ, ଅର୍ଦ୍ଧହାସୀ ବସୁଙ୍କୁ କରିଲେ ପ୍ରସବ। ଜନ୍ମ ହେବା ମାତ୍ରକେ ଗଙ୍ଗା ଦେବୀ ନିଜେ, ନିଜ ଜଳେ ପକାଇ ଦିଅନ୍ତି ସହଜେ। ଏହି ରୂପେ କ୍ରମରେ ଦ୍ୱିତୀୟ ତୃତୀୟ, ଚତୁର୍ଥ ପଞ୍ଚ ଷଷ୍ଠ ସପ୍ତମ ତନୟ। ଜନ୍ମ ହେବା ତକ୍ଷଣେ ପକାଅନ୍ତି ତଳେ, କେତେ କାଳ ଅନ୍ତରେ ରାଜା ଚିନ୍ତା କଲେ। କି କରିବି କିପରି ବଂଶ ରକ୍ଷା ହେବ, ଏ ପାପ ରୂପିଣୀ କି ଘଟାଇଛି ଦୈବ। ଖାଇଲାଣି ମୋହର ସାତଟି ନନ୍ଦନ, ପଳାଇବ ମୁଁ ଯେବେ କରିବି ବାରଣ। ମୋ ମାନସ ବାଞ୍ଛିତ ଏ ଅଷ୍ଟମ ଗର୍ଭ, ନିବାରଣ ନ କଲେ ନ ଦିଶଇ ଶୁଭ। ଗର୍ଭଜାତ ବାଳକ ପକାଇବ ତଳେ, ଆଉ ଜନ୍ମ ହେବ କି ନାହିଁ ମୋ କପାଳେ। ଜନ୍ମ ହେଲେ ଦୁଷ୍ଟା ରକ୍ଷା କରିବ କି, ସଂଶୟ ମନେ କିବା କରିବା ଏଥିକି। ଯାହା ହେଉ ଯତନେ ବଂଶ ରଖିବାର, ବିଷୟଟି କର୍ତ୍ତବ୍ୟ କରିବା ଏଥର। ଯେଉଁ ବସୁ ପୂର୍ବରେ ସ୍ତ୍ରୀ ବଶ ହୋଇଣ, ବଶିଷ୍ଠ ନନ୍ଦିନୀଙ୍କୁ କରିଲେ ହରଣ। ଅଷ୍ଟମ ପୁତ୍ର ରୂପେ ଜନ୍ମ ହେବା କାଳେ, ରାଜନ ପଡ଼ି ଗଙ୍ଗା ଚରଣ କମଳେ। ପୁତ୍ରକୁ ଚାହିଁ ଦେଇ କହିଲେ ସୁନ୍ଦରୀ, ସୂଚି ହାସି ମୁଁ ଦାସ ଅଟଇ ତୁମ୍ଭରି। ମାଗୁଛି ତୋ ନିକଟେ ମୋ ପ୍ରାର୍ଥନା ଧର, ଆଗ
ମାଗୋ ପ୍ରିୟେ ମୋହର ପ୍ରାଣ ଦାନ କର। ମୋର ପୁତ୍ର ବାତ୍ସଲ୍ୟ ହୋଇଛି ଗୋ ବାଳେ, ଏକମାତ୍ର ପୁତ୍ରକୁ ମୁଁ ପୋଷିବି ହେଲେ। 7 ଗୋଟି ସନ୍ତାନ କରିଲୁ ବିନାଶ, ଅଷ୍ଟମ ପୁତ୍ର ଟିକି ରଖ ନାରୀଶ। ଶୁଣ ଶୁଣ ସୁଶ୍ରଣୀ ପରମ ଶୋଭ ମନେ, ମାଗୁଅଛି ପଡ଼ିଣ ତୋହର ଚରଣେ। ମାଗିବି ଯାହା ଯାହା ଦୁର୍ଲଭ ହେଲେ, ଆଣିଦେବି ମୁଁ ଆଜି ତୋ ବାତ୍ସଲ୍ୟ ସ୍ନେହେ। କର ଧରି କହୁଛି ରେ କର କଦନ୍ତୀ, ମୋହର ବଂଶ ରକ୍ଷା କର ଆରେ ସତୀ। କହିଛନ୍ତି ବେଦବିଦ ଯେ ଧୀର ଗଣ, ଅପୁତ୍ରିକ ସ୍ୱର୍ଗକୁ ନ କରେ ଗମନ। ଏଣୁରେ ବରାରୋହା ପ୍ରିୟା ତୋର ପାଶେ, ଏ ଅଷ୍ଟମ ସନ୍ତାନ ମାଗୁଅଛି ଆସେ। ଶାନ୍ତନୁଙ୍କ ଏ ଗିର ଶୁଣି ଗଙ୍ଗା ମାଇ, ସୁତ ଘେନି ଯିବାକୁ ଇଚ୍ଛା କରେ ସେହି। ଏହା ଦେଖି ସେ ମୋହିନା ମହାକୋପେ, ଦୁଃଖିତରେ କହିଲେ ଗଙ୍ଗାଙ୍କ ସମୀପେ। ଆରେ ଦୁଷ୍ଟା ପାପିନୀ କି କରୁଛୁ କହ, ନରକକୁ ତୋହର ନାହିଁ କିରେ ଭୟ। କେ ପାପିଷ୍ଠା ଦୁଷ୍ଟାର ହୋଇଅଛୁ ସୁତା, ଏଣୁ ପାପ କାର୍ଯ୍ୟରେ ସର୍ବଦା ସଂଯୁକ୍ତା। ରେ ପାପିନୀ ତୋ ଇଚ୍ଛା ହୋଇବ ଯହିଁକି, ଥାଅ ବାପ କାଇ ଯାଅ ରେ ତହିଁକି। ତୁ ଗଲେ ମୋର କ୍ଷୋଭ ନାହିଁ ଜାଣିଥାଅ, ମୋର ପାଖେ ଠାରେ ଥାଉ ମୋର ପୁଅ। ମୋର ବଂଶ ବିନାଶକାରିଣୀ ତୁ ଭଲେ, କିସ ହେବ ମୋହର ତୁହି ଅବା ଥିଲେ। ଶିଶୁ ପୁଅ ଧରିଣ ଯିବାରେ ଉଦ୍ୟତ, ହେବା ଦେଖି ଭୂପାଳ କହିଲେ ମନ୍ତ। ତା ଶୁଣି ଗଙ୍ଗା କୋପେ କହିଲେ ରାଜନ, ମୋର କଥା କରିଲ ଅନ୍ୟଥା ଚରଣ। ଭାଙ୍ଗିଦେଲ ଆପଣ ମୋର ପଣ ପୁଣି, ହେ ରାଜନ ହୋଇଛି ପୁତ୍ରାଭିଳାଷିଣୀ। ପୁଅଟିକି ମୁଁ ଧରି ଯାଉଅଛି ବନ, ପ୍ରାଣପଣେ ହାକୁ କରିବି ପାଳନ। ମୁଁ ଗଙ୍ଗା ଆସିଥିଲି ଦେବଙ୍କ କାର୍ଯ୍ୟରେ, ଦେଇଥିଲେ ବଶିଷ୍ଠ ସାପଟି ପୂର୍ବରେ। ଅଷ୍ଟବସୁମାନଙ୍କୁ ବିଶିଷ୍ଟରେ କୋପେ, ମନୁଷ୍ୟ ଜନ୍ମ ଲୋଭ ବୋଲିଥିଲେ ସାପେ। ସାପ ଲୋଭି ସେମାନେ ଚିନ୍ତାକୁଳ ଚିତେ, ଏହିପରି ପ୍ରାର୍ଥନା କରିଥିଲେ ମତେ। ଜାହ୍ନବୀ ମାଗୋ ହୁଅ ଆମ୍ଭର ଜନନୀ, ଅଭୀଷ୍ଟ ବର ଦେଇଥିଲି ତାଙ୍କୁ ଜାଣି। ସେହେତୁ ଦେବଙ୍କର କାର୍ଯ୍ୟ ସିଦ୍ଧି ପାଇଁ, ହୋଇଥିଲି ତୁମ୍ଭର ମୁହିଁ ମହାଦେଇ। ପୂର୍ବଜାତ ସେ ସପ୍ତ ବସୁ ଋଷି ସାପୁ, ବିମୁକ୍ତ ହୋଇଗଲେ ମୋହର ସମୀପୁ। ଏ ଅଷ୍ଟମ ବସୁଟି କେତେକ କାଳକ, ହୋଇଥିବ ସିନାହେ ତୁମ୍ଭର ବାଳକ। ମୁଁ ଗଙ୍ଗା ଦେଉଅଛି ଏ ପୁତ୍ରକୁ ଘେନ, ଦେବତା ବସୁ ବୋଲି କରିଥାଅ ଜ୍ଞାନ। ପୁତ୍ର ଜାତ ସୁଖକୁ କର ଉପଭୋଗ, ଏହାଙ୍କର ହେତୁରେ ଆହେ ମହାଭାଗ। ଗାଙ୍ଗେୟ ନାମ ହେଉ ଜଗତେ ବିଖ୍ୟାତ, ସର୍ବାପେକ୍ଷା ହେଉ ବଳଶାଳୀ ସୁତ। ଯେଠାରେ ବରିଥିଲି ପତିତେ ତୁମ୍ଭଙ୍କୁ, ସେଠାକୁ ଯାଉଅଛି ଘେନି ସୁତକୁ। କିଛି କାଳ ମୁଁ ପାଳି ଯୁବା ହେବ ଯେବେ, ମୂର୍ଚ୍ଛି ଦେଇ ପୁତ୍ରକୁ ପ୍ରଦାନୀ ବିତେବେ। ମାତୃହୀନ ହୋଇଲେ ସୁଖୀ ନହିବ, ଯିବାର ମଧ୍ୟ
କାମଟି ଅସମ୍ଭବ ହେବ। ଗଙ୍ଗା କହି ଏପରି ବାଳକଟି ଧରି ଅନ୍ତର୍ହିତା ହେବାର ଦେଖି ଦଣ୍ଡଧାରୀ ଅତିଶୟ ଦୁଃଖରେ ମିଳିଲେ ସ୍ୱଘରେ ଭାର୍ଯ୍ୟା ପୁତ୍ର ବିରହ ଜନିତ ଚିନ୍ତାରେ ପାଳିଲେ ହେଲେ ରାଜ୍ୟ ରାଜାଙ୍କ ମନରୁ ନଗଲା ଭାର୍ଯ୍ୟା ପୁତ୍ର ବିଯୋଗ ଶୋକ ଗୁରୁ। ଏପରି କିଛି ଦିନେ ଶାନ୍ତନୁ ନୃପତି ମୃଗୟା କରିବାକୁ ବନେ କଲେ ଗତି। ମହିଷାସୁକରାଦି ଶରଦ୍ୱାରା ମାରି ଗଙ୍ଗା ତୀରେ ପ୍ରବେଶ ହେଲେ ଦଣ୍ଡଧାରୀ। ଦେଖିଲେ ଅଳ୍ପ ଜଳ ବହେ ଗଙ୍ଗାଙ୍କର ଅତିଶୟ ବିସ୍ମୟ ହେଲେ ନରବର। ଦେଖିଲେ ଗଙ୍ଗା ତଟେ ପୁଣି ସେ ନନ୍ଦନ ବିପୁଳ ସରାସନ କରି ଆକର୍ଷଣ ନିକ୍ଷେପ କରିଦେଇ ଶରଣିକରକୁ ହେଳାରେ କରୁଛନ୍ତି ସେ ଖେଳା ଲୀଳାକୁ। ଦେଖି ସେ ବାଳକଙ୍କୁ ରାଜାର ବିସ୍ମୟ ଦ୍ୱିଗୁଣତର ହେଲା ନ ଜାଣିଲେ ଥୟ। ଆପଣା ପୁତ୍ର ବୋଲି ନହିଲା ସ୍ମରଣ ଅମାନୁଷ କର୍ମକୁ ଦେଖିଣ ରାଜନ। ପ୍ରକ୍ଷେପ କରିବାରେ ବାଣ କ୍ଷିପ୍ରତର ଅନୁପମ ଶିକ୍ଷାଟି ଅଟେ ତାହାଙ୍କର। କନ୍ଦର୍ପ ଦର୍ପହର ସଦୃଶ ସ୍ୱରୂପ ଦେଖି କରି ବିସ୍ମୟେ ପଚାରିଲେ ନୃପ। ହେ ଅନଘ କାହାର ଅଟୁତୁ ନନ୍ଦନ ରାଜା ରାଜ୍ୟେ ଯେ ବାଳନ କହି ବଚନ। ନିକ୍ଷେପ କରି କରି ସୁସର ସଂଘାତ ତକ୍ଷଣରେ ସେ ପୁତ୍ର ହେଲା ଅନ୍ତର୍ହିତ। ମନେ ମନେ ସେ ରାଜା ହୋଇଲେ ଚିନ୍ତିତ ଏକିଶ ସେ ବାଳକ କିବା ମୋର ପୁତ୍ର। କି କରିବି ମୁଁ ଏବେ ଜୀବିକାର ପାଶ ଏପରି ଚିନ୍ତା କରି ସେହି ରାଜଈଶ ସମାହିତ ଚିତ୍ତରେ ଗଙ୍ଗାଙ୍କର ସ୍ତବ ସଭକ୍ତିରେ ସେ କାଳେ କରିଲେ ଆରମ୍ଭ। ସ୍ତବରେ ଗଙ୍ଗା ତ ସଭର ହୋଇ ଆପେ ରାଜାଙ୍କୁ ଦେଖା ଦେଲେ ମନୋହର ରୂପେ। ସର୍ବାଙ୍ଗ ସୁନ୍ଦରୀ ସେ ଗଙ୍ଗାକୁ ଦେଖିଣ ପଚାରିଲେ ସେ କାଳେ ତାହାଙ୍କୁ ରାଜନ। ଆଗ ଗଙ୍ଗେ ଯେ ପିଲା ଗଲା ସେ କାହାର ମତେ ତାକୁ ଦେଖାଅ ଆଉ ଏକ ଥର। ଏ ବାଣୀ ଶୁଣି ଗଙ୍ଗା କହିଲେ ଶନ ହେ ରାଜେନ୍ଦ୍ର ତୁମ୍ଭର ଅଟେ ନନ୍ଦନ। ଏ ଅଷ୍ଟମ ବର୍ଷକୁ ମାଗିଥିଲ ଭିକ୍ଷା ଏପର୍ଯ୍ୟନ୍ତ ତାହାକୁ ମୁଁ କରିଛି ରକ୍ଷା। ଏକ୍ଷଣି ତବ କରେ କରେ ସମର୍ପଣ ସୁବ୍ରତ ଗାଙ୍ଗେୟକୁ କରନ୍ତୁ ଗ୍ରହଣ। ତୁମ୍ଭ କୁଳ ସୁକୀର୍ତ୍ତି ହୋଇବ ବର୍ଦ୍ଧନ ଅଖିଳ ଧନୁର୍ବିଦ୍ୟା ଶିଖାଇଛି ପୁଣ। ଆପଣଙ୍କ ପବିତ୍ର ହୃଦୟ ତନୟ ବଶିଷ୍ଠଙ୍କ ଆଶ୍ରମେ ଦେଇଣ ଆଶ୍ରୟ। ସମସ୍ତ ସୁବିଦ୍ୟାରେ ପାରଦର୍ଶୀ ହେଲା ସର୍ବ କାର୍ଯ୍ୟ ନୈପୁଣ୍ୟ ସେ ପୁଣ ପାଇଲା। ଯମଦଗ୍ନି ନନ୍ଦନ ପରଶୁରାମ ଯାହା ଜାଣିଛନ୍ତି ସୁବିଦ୍ୟା ସେ ସମସ୍ତ ତାହା। ଆପଣଙ୍କ ଏ ପୁଅ ଜାଣିଛି ହେ ନୃପ ଏହାକୁ ଘେନି ସୁଖ ଲଭନ୍ତୁ ଅମାପ। ଏହା କହି ନୃପଙ୍କୁ ପୁତ୍ର ଟିକି ଦେଇ ଅନ୍ତର୍ହିତା ହୋଇଲେ ଗଙ୍ଗା ମହାଦେଇ। ଆନନ୍ଦ ସହ ସୁଖ ଲଭିଣ ରାଜନ ଆତ୍ମଜକୁ ପାଇଣ କଲେ ଆଲିଙ୍ଗନ। ଆରୋହଣ କରିଣ ରଥ ପରେ ସୁଖେ ଆଗମନ କରିଲେ ନଗରାଭିମୁଖେ।
ହସ୍ତିନାପୁର ଯାଇ ସେହି ମହାଧବ ପୁତ୍ର ଆଗମନରେ କଲେ ମହୋତ୍ସବ। ଗଣକଙ୍କୁ ଆହ୍ୱାନ କରି ଅଣାଇଲେ, ପଚାରି ତାଙ୍କୁ ଶୁଭ ଦିନ ଗଣାଇଲେ। ସମସ୍ତ ପ୍ରଜାବର୍ଗ ସଚିବ ସହିତ ଯୁବରାଜେ ତାହାଙ୍କୁ କଲେ ଅଭିଷିକ୍ତ। ସର୍ବଗୁଣ ସମ୍ପନ୍ନ ଗାଙ୍ଗେୟ ସୁତଙ୍କୁ ଯୁବରାଜ କରିଣ ଲୋଭିଲେ ସୁଖକୁ। ଜାହ୍ନବୀଙ୍କ ବିରହ ଦୁଃଖକୁ ସ୍ମରଣ କଲେ ନାହିଁ ଅର୍ମାତ୍ମା ଶାନ୍ତନୁ ନୃରାଣ। ସୁତଦେବ କହିଲେ ଆହେ ଋଷି ଗଣ, କହିଲି ବସୁଙ୍କର ଶାପର କାରଣ। ଗଙ୍ଗାଙ୍କର ଗର୍ଭରେ ଭୀଷ୍ମଙ୍କର ଜନ୍ମ, ଗଙ୍ଗା ଦେବୀ ଶାନ୍ତନୁ ହେବାର ମିଳନ। ଏ ସମସ୍ତ ବିସ୍ତାରି କଲି ବିବରଣ, ଯେଉଁ ନର ଏହାଟି କରଇ ଶ୍ରବଣ। ଅଖିଳ ପାପ ନାଶି ମୁକ୍ତି ଲାଭ କରେ, ଆହେ ମୁନି ସତମ ଉତ୍ତମ ଏ ଭୂରେ। ପବିତ୍ର ପୁରାବୃତ୍ତ ବ୍ୟାସଙ୍କ ମୁଖରୁ, କହିଲି ଶୁଣିଥିଲି ଯେପରି ପୂର୍ବରୁ। ବ୍ୟାସ ମୁଖ ପଙ୍କଜ ଜାତ ଉପାଖ୍ୟାନ, ଶ୍ରୀମଦ୍ ଭାଗବତ ସୁପବିତ୍ର ଯେ ପୁଣ। ସମ୍ପୂର୍ଣ୍ଣରେ ପଞ୍ଚ ଲକ୍ଷଣ ସହିତ, ଶ୍ରବଣ କରେ ସେହି ଆହେ ତପୋବନ୍ତ। ସର୍ବ ପାପ ବିନାଶୀ ଲଭେ ଶୁଭ ସୁଖ, କହିଲି ସୁପବିତ୍ର ଇତିହାସ ଯାକ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କର ସମହତ ପୁରାଣ ଦ୍ୱିତୀୟ ସ୍କନ୍ଧର ବସୁଙ୍କର ଜନମ କଥନ ସମ୍ପୂର୍ଣ୍ଣ। ବସୁ ଅର୍ଦ୍ଧ ଅଧ୍ୟାୟ ହୋଇଗଲା ତୂର୍ଣ୍ଣ, ବସୁଦେବ ନନ୍ଦନ ଚରଣ ପଦ୍ମରେ। ବସୁ ମନଳି ସଦା ଅଛଦ୍ମରେ, ବସୁନ୍ଧରା ଭାରାଟି ଯେ କଲେ ହରଣ। ବସୁଧାରା ଅଧିପ ଦେବଙ୍କ ନନ୍ଦନ, ଦେଶ ଦେଶ ଦିଗରେ ତାହାଙ୍କ ସ୍ୱରୂପ। ନାଶ ପାପ ବାଲାଜୀ ନଲଭି ସନ୍ତାପ। ପଞ୍ଚମ ଅଧ୍ୟାୟ ଶାନ୍ତନୁ ରାଜାଙ୍କର ସତ୍ୟବତୀ ଦର୍ଶନ। ଋଷିଗଣ କହିଲେ ତ ସେ ଆହେ ସୁତ, ହେଲ ମହର୍ଷଣଙ୍କର ପ୍ରିୟ ପୁତ୍ର। ବଶିଷ୍ଠ ସାପେ ଅଷ୍ଟ ବସୁ ଜନ୍ମିବାର, କହିଲ ଜନ୍ମ ହେବା ଭୀଷ୍ମ ବୀରବର। ହେ ଧର୍ମଜ୍ଞ ସଂଶୟ ହେଲା କହ କହ, ସତ୍ୟବତୀ ଶାନ୍ତନୁ ରାଜାଙ୍କ ବିବାହ। ପରମ ଧାର୍ମିକ ତ ଶାନ୍ତନୁ ନୃପତି, ଯୋଜନ ଗନ୍ଧା ବ୍ୟାସ ମାତା ସତ୍ୟବତୀ। ସୁଲକ୍ଷଣୀ ହେଲେ ସତୀ ଦାସୀ ପୁତ୍ରୀ, କି ରୂପେ ଜାଣି ବିବାହ ହୋଇଲେ ନୃପତି। ବିସ୍ତାରି ଥରେ କହ ରହସ୍ୟ ବିବାହ, ହେ ସୁବ୍ରତ ହେଉଛି ଆମ୍ଭର ସନ୍ଦେହ। ସୁତଦେବ କହିଲେ ଶୁଣ ସର୍ବ ଋଷି, ମୃଗୟା ଶକ୍ତ ଚିତ୍ତ ଶାନ୍ତନୁ ରାଜସୀ। ମହିଷ ହରିଣାଦି ପଶୁ ଗଣ ମାରି, ସର୍ବଦା ବନ ମଧ୍ୟେ ଥାନ୍ତି ବିହରି। କାର୍ତ୍ତିକେୟ ପ୍ରଥମା ଦୀପଙ୍କ ପରାଏ, ଭୀଷ୍ମପୁତ୍ର ସହିତ ଶାନ୍ତନୁ ନୃରାଏ। ମୃଗୟା ଖେଳା କରି ସୁଖ ଲାଭ କଲେ, ଏପରି 4 ବର୍ଷ ଗଲା ପରେ ଭଲେ। ଏକ ଦିନ ସେ ରାଜା ଗଣ୍ଡାଦି ଶୁକର, ମାରିବା ସକାଶରେ ମାରି ମାରି ସର। ସରିଦ୍ବରା ଯମୁନା କୂଳ ସ୍ଥିତ ବନେ, ଉପସ୍ଥିତ ହୋଇଲେ ସେ ନୃପ ଆପଣେ। ଅତ୍ୟୁତ୍ତମ ସୁଗନ୍ଧ ଅନିର୍ବଚନୀୟ,
ସେଠାରେ ସେ ସଦ୍ଗନ୍ଧ ପାଇ ନର ରାୟ। ସେ ସୁଗନ୍ଧର ଅନୁସନ୍ଧାନ ସକାଶ ବନର ଚାରିଦିଗେ ବୁଲିଲେ ନରେଶ। ଭାବିଲେ ମନୋହର ଗନ୍ଧ ଚମ୍ପାର କି, ମାଳତୀର ମନ୍ଦାର ମୃଗ ମଦର କି, କେତକୀ କୁସୁମର ଏତେ କି ବାସନା, ସଦ୍ଗନ୍ଧଶାଳୀ ବାୟୁ ବହୁ ଅଛି ସିନା। କେବେ ହେଲେ ପରି ଗନ୍ଧ ରକ୍ଷବ, ଭୋଗ କରି ନାହିଁ ତ ମୋହର ଏ ଦେହ। ବିମୋହିତ କରୁଛି ପ୍ରାଣେନ୍ଦ୍ରିୟ ଦୂରୁ, ପ୍ରବାହିତ ହେଉଛି ଏ ଅବାକଠାରୁ। ଏହିପରି ଚିନ୍ତିଣ ସେ ନରକେଶରୀ, ମୋହି ହେଲେ ସୁଗନ୍ଧେ ସେବନରେ ହେରି। ଦେଖିଲେ ଯମୁନାର ତୀରେ ମହିପତି, ହାବ ଭାବ ସଂହିତା ସ୍ଥିତା ସେ ଯୁବତୀ। ସୁଚାରୁ ଦର୍ଶନା କମନୀୟ ମୂର୍ତ୍ତି, ସୁନା ଦେହ ମଳିନ ବସ୍ତ୍ର ପିନ୍ଧିଛନ୍ତି। ସେ ସଦ୍ଗନ୍ଧ ତାହାର ଦେହ ବହିବାର, ସଦ୍ବୁଦ୍ଧିରେ ସିଦ୍ଧାନ୍ତ କଲେ ନରବର। ଅତ୍ୟଦ୍ଭୁତ ସୁନ୍ଦର ରୂପ ତାହାଙ୍କର, ସୁଗନ୍ଧମୟ ଯୁତ ମନ ମୁଗ୍ଧ କର। ହୋଇଅଛି ନବୀନ ଯୌବନ ବୟସ, ମୋହି ନେଲେ ଦେଖିଣ ଯେ ଯୁବା ନରେଶ। ବିସ୍ମୟେ ବିଚାରିଲେ କିଏ ସେ କନ୍ୟା, କେଉଁଠାରୁ ଆସିଛି କିବା ଦେବାଙ୍ଗନା। ମାନସୀ ଗାନ୍ଧର୍ବୀ ବା କି ନାଗ କୁମାରୀ, ଗନ୍ଧବତୀ ସତୀ କି ଜାଣିବି କିପରି। ଏପରି ଭାବି ଭାବି କିଛି ନ ଜାଣିଲେ, କାମାଧୀନ ହୋଇଣ ଗଙ୍ଗାକୁ ସ୍ମରିଲେ। ଯମୁନା ତୀର ସ୍ଥିତା କାମିନୀଙ୍କୁ ଚାହିଁ, ପଚାରିଲେ କାମରେ ଶାନ୍ତନୁ ଦୃଶାଇ। ତୁ କିଏ କାହା କନ୍ୟା କହ ବରାନନେ, କାହିଁ ପାଇଁ ଏକାକୀ ବୁଲୁଅଛୁ ବନେ। ବିବାହ ହୋଇଅଛି କି ଅବିବାହିତା, ହିତାର୍ଥିନୀ ସୁନେତ୍ରୀ କହ ଥରେ କଥା। ରେ ଅରାଳୟନ ନା ଅତି ମନୋହର, କମନୀୟ ମୂର୍ତ୍ତି କି ଦେଖି ମୁଁ ତୋହର। ଅତ୍ୟନ୍ତ କାମାତୁର ହୋଇଛି ରେ ସହି, ତୁ କିଏ କହ ତୋର କି ଇଚ୍ଛା ଅଛଇ। ନୃପତିଙ୍କ ଏ ଗିର ଶୁଣି ସେହି ସତୀ, ଅମ୍ବୁଳାକ୍ଷୀ କହିଲା ଆହେ ନରପତି। ହେ ଧରା ଅଧୀଶ୍ୱର ମୁଧିବର କନ୍ୟା, ପିତାଙ୍କର ଶାସନ ଅଧୀନାଟି ସିନା। ଧର୍ମାର୍ଥ ସକାଶରେ ନଦୀନୀରେ ନୌକା, ଚଳାଇ କୁଳ ଧର୍ମ କରୁଛୁ ଜୀବିକା। ଯାଇଛନ୍ତି ମୋ ବାପ ଗୃହ ଟିକି ଏବେ, କହୁଅଛି ମୁଁ ସତ୍ୟ ଆପଣଙ୍କ ଠାବେ। ଏପରି କହିବାଳା ହୋଇଗଲା ତୁନି, କହିଲେ କାମାତୁର ହୋଇ ନରମଣି। ଚାରୁ ନେତ୍ରୀ ମୁକୁରୁ ବଂଶର ପ୍ରବର, ବର ରୂପେ ବରଣ କର ନାରୀ ବର। ତୋ ଯୌବନ ବୟସ ନ ହୋଇବ ବୃଥା, ମଥାମଣି ହୋଇବୁ ରଖ ମୋର କଥା। ରେ ମୃଗାକ୍ଷୀ ମୋର ନାହିଁ କେ ଯେ ରମଣୀ, ତୁ ମୋହର ହୋଇବୁ ସହଧର୍ମିଣୀ। କାମ ମୋତେ କରୁଛି ଅତି ସନ୍ତାପିତ, ବଶତାପନ ହେଲି ତୋର ଦାସ ମତ। ମୋର ପ୍ରିୟା ପତ୍ନୀ ପରିତ୍ୟାଗ କରି, ପଳାଇଲା ମତେ ରେ ନବୀନ ନାଗରୀ। ଏପର୍ଯ୍ୟନ୍ତ କାହା ସହ ନହିଛି ବିବାହ, ତୋ ବିଗ୍ରହ ଦେଖିଲା ବଳିଲା ମୋ ସ୍ନେହ। ରେ ସୁନ୍ଦରୀ ସୁନ୍ଦର ଦେଖି ତୋ ସର୍ବାଙ୍ଗ, ବିବଶ ହେଲା ମନ ନ ହୋଇ ଭଙ୍ଗ।
ସେ ସଦ୍ଗନ୍ଧଶାଳିନୀ ଧୀବର ନନ୍ଦିନୀ ଅମୃତମୟ ସମ ନୃପଙ୍କର ବାଣୀ ରମଣୀମୟ ବଚନେ କାମାସକ୍ତ ହେଲେ ଧୈର୍ଯ୍ୟ ଧରି ରମଣୀ ପୁଣି ସେ କହିଲେ ହେ ମହିନା ନା ଯାହା କହୁଛ ଆପଣ ତାହା ମଧ୍ୟ ମୋହର ମନ ବାଞ୍ଛା ପୂର୍ଣ୍ଣ ଆପଣଙ୍କ କଥାରେ କାର୍ଯ୍ୟ କରିବାର ମୋର ମଧ୍ୟମତି ଅଛି ନରବର କି କରିବି ସ୍ୱାଧୀନା ମୁହିଁ ନୁହେଁ ସତେ ମୋ ବାପ ମୋତେ ଦେବେ ଦକ୍ଷିଣ ସତ୍ପାତ୍ରେ ଏଥିପାଇଁ ମୋ ବାପ ପାଖେ ମୋର ହେତୁ ପ୍ରାର୍ଥନା କର ଯାଇ ରଖି ମନେ ହେତୁ କେଉଟୁଣି ହେଲେ ମୁହିନର ମଣି ଦେବି ନାହିଁ କେବେ ସ୍ୱରଚ୍ଛାଚାରିଣୀ ସର୍ବଦା ରହିଥିବି ପିତାଙ୍କ କଥାରେ ମୋ ବାପ ଯଦି ଦେବେ ଆପଣଙ୍କ କରେ ତେବେ ମୋର କରଟି ଗ୍ରହଣ କରିବ ବସତାପନ୍ନ କରି ମୋତେ ରଖିଥିବ ହେ ନୃପ କାମ ଦେବ ଯେନେ ପୀଡ଼ା ଦିଏ ଏ ନବୀନ ଯୌବନ ମୋ ସୁଗନ୍ଧ ଦେହେ ସେପରି ଆପଣଙ୍କ ନ ପୀଡ଼େ ମଦନ କାହିଁ ପାଇଁ ଲଭୁଛ ଏପରି ବଦନ ତଥାପି ପରସ୍ପରେ କୁଳାଚାର କାର୍ଯ୍ୟ ରଖିବାର କର୍ତ୍ତବ୍ୟ ଧରିଣ ଧୈର୍ଯ୍ୟ ସତଦେବ କହିଲେ ଶାନ୍ତନୁ ନୃପଣି କାମିନୀର ମୋହିନୀ ଏଇ ବାଣୀ ଶୁଣି କାମ ମୋହେ ଧୀବର କନ୍ୟା ମାଗିବାକୁ ସକାମରେ ସେ ଗଲେ ଧୀବର ଗୃହକୁ ନୃପତି ଆସିବାର ଦେଖିଣ ସେ ଦାସ ହୋଇ କରି ପରମ ବିସ୍ମୟ ମାନସ ପ୍ରଣାମ ପୂର୍ବକରେ କୃତାଞ୍ଜଳି ପୁଟେ ସମ୍ରାଟ ମୁକୁଟଙ୍କୁ କହିଲେ ନିକଟେ ଆପଣଙ୍କ ମୁଁ ଦାସ ଆହେ ନରନାଥ ଆସିବାରେ ଆପଣ ମୁଁ ହେଲି କୃତାର୍ଥ କାହିଁ ପାଇଁ ଆସିଛ ଆଜ୍ଞା କର ମୋତେ ଧୀବର ବାକ୍ୟ ଶୁଣି ରାଜା ତୋଷ ଚିତ୍ତେ କହିଲେ ହେ ଅନଘ ମୁଁ ସତ୍ୟ କହୁଛି ତୁମ୍ଭର ଝିଅ ଟିକି ଦିଅ ମୁଁ ମାଗୁଛି କନ୍ୟାଟି କି କରିବି ମୁଁ ସହ ଧର୍ମିଣୀ ଶୁଣି ଦାସ କହିଲା ହେ ନରମଣି ଦେବାର କଥା କେବେ ହୁଇ ଆଦେୟ ମାଗିଲ ଯେବେ ଦେବି କନ୍ୟାଟି ନିଶ୍ଚୟ ମାତ୍ରକ ଏହିପରି କର ମହାରାଜ ଅଭିଷିକ୍ତ ହୋଇବ ଏହାର ଆତ୍ମଜ ଆପଣ ପରଲୋକ ହୋଇବାର ପରେ ଅନ୍ୟ ପୁତ୍ର ରାଜାଟି ନହିବ ରାଜ୍ୟରେ ଧୀବର ବାଣୀ ଶୁଣି ଶାନ୍ତନୁ ନୃପତି ଧୀରେ ଚିନ୍ତା ନିରରେ ବୁଡ଼ାଇଲେ ମତି ଗାଙ୍ଗେୟ କୁସୁମରି କିଛି ନ କହିଲେ କାମାତୁର ଚିନ୍ତାରେ ଗୃହକୁ ଗମିଲେ ସ୍ନାନ କରି ଆହାର ବିହାର ଶୟନ ସମସ୍ତ ପରିତ୍ୟାଗ କରିଲେ ରାଜନ ଦେବବ୍ରତ ଗାଙ୍ଗେୟ ସୁପୁତ୍ର ସେ କାଳେ ଚିନ୍ତାତୁର ହେବାର ତାହାଙ୍କୁ ଜାଣିଲେ ଅସନ୍ତୋଷ କାରଣ ପଚାରିବା ପାଇଁ ବାପାଙ୍କର ନିକଟେ ପ୍ରବେଶିଲେ ଯାଇ ପଚାରିଲେ ହେ ନୃପ ସିଂହ ସତ୍ୟ କହ କିମ୍ପାଇଁ ଚିନ୍ତା କରୁଅଛ ମହାଶୟ ଦୁର୍ଜୟ ଶତ୍ରୁ କିବା ଅଛି କରେ ପୁଛା ବଶ କରି କାହାକୁ ରଖିବାକୁ ଇଚ୍ଛା ହେ ନୃପ ଯେଉଁ ପୁତ୍ର ବାପର ଦୁଃଖକୁ ନ ଜାଣଇ ଦୂର ବା ନ କରେ ତାହାକୁ ସେ ପୁତ୍ର ଜନ୍ମ ହେଲେ କିସ ବା କାରଣ
जन्म सिना सुझई पूर्व जन्म ऋण देख हे रघुनाथ दशरथात्मज पितांकर आज्ञारे छाड़िण साम्राज्य भाई भार्या सहित चित्रकूटे जाई विचित्र कुटीरटी निर्माणिले रही देख हे राजहरि हरिश्चंद्र पुत्र पितृऋण सुझिबा सकाशे रहित पितांकु कही करी होइन विकृत विप्रगृहे रहिले लोभी से दासत्व एपरी पुनः से नामे कथिले अजिगर तंकर से पुत्र होइथिले पितृद्वारा विकृत होई से ही मध्य हेनृप जूप काष्ठे होइले आबद्ध पछे सीनागाधिंक पुत्र विश्वामित्र विश्वासरे मित्रत्वे कराइले मुक्त प्रसिद्ध अछि शुणिथिब नरनाथ पूर्वरे परशुराम जगदग्नि पुत्र पितांकर आज्ञाटी बलवती जानी मातांकर मस्तक पकाइले हाणी अकार्य हेले से कार्य संपादिले पितांकर आज्ञा को अवज्ञान कले आहे बाप ए देह सिना आपणक जहा आज्ञा करिवे करिबी मुठिक कि आज्ञा हेउ अछि शीघ्र कृपा कर मुथिला ठारे शोक भय कि तुम्भर असाध्य हेले साध्य करिबी नृपति होई गले तुम्भर शीघ्र अनुमति कहिबा हेउ बारे चिंतार कारण धनु धरी ए क्षण करिबी बारण मो देह पात हेले कार्य हेबे जेबे छाड़िबी देह बांछा सिद्ध हेतु एबे सक्षम होई करी जेबण बालक बापंकर बांछारे होइबी मुख धिक धिक ताहाकु धिक तार जन्म न साधे पितृबांछा अक्षम नंदन पितांकर चिंता शूलन कले उद्धार कि कारणे से परी जन्मिले कुमार पुअंकर एपरी बाणी शुणी राजा बाप तो मने मने होई गले लज्जा कहिले आरे बाप मो चिंता महत एकमात्र तू अटु मोर बड़ पुत्र बलिष्ठ वीर तू ही मारी पारु धनु संग्रामे परामुख हेबार न जाणु दैव बळे संग्रामे तू छाड़िले देह निराश्रय मु होइबि कि करिबि कह एहे तू आरे बाप एक पुत्र जेणु जीवन मोर वृथा अटे कारण एथिपाई मो चिंता अटई महती अन्य चिंता कि नाही दुखित मती पितांक वाक्य शुणी गांगेय से काले वृद्ध मंत्री मानंकु एपरि कहिले लज्जा करी मो बाप न कहंती मोते प्रकृत विषय को मोहर ग्रते आपण माने ताहा पचारि क्षणी चिंतार विषयटी भल रूपे जानी आम्भको शीघ्र ताहा सत्य करी कह संपादी से कार्य दंभरे निश्चय भीष्मको बाणी शुणी मंत्री से क्षणी राजा को पचारिण कारणटी जानी भीष्मकर निकटे जणाइले जाई शुणी करी कर्तव्य चिंता कले से क्षणी जहु झियो पुओ भीष्मराय धीवर गृहे गले मंत्रींकर सह
विनम्र भावे प्रेम पूर्णरे कहिले परन्तप धीवर मु मागई भले आपणक सुकन्या यशो मध्यमांकु प्रदान कर मोर राजन पितांकु तुम्भ झियो मो माता होइब हे दास सर्वदा होइथिबि मु ताहार दास धीवर शुणी एहा कहिला धीवर शुण हे महाभाग नृपंक कुमार आपण थिला ठारे राजे होई राजा मोर झियो पुओ तो न होइब राजा अतएव मोहर जणाण घेनिण पत्नी रूपे आपण करंतु ग्रहण एहा शुणी कहिले पुणी भीष्म वर तुम्भ झियो हुअन्तु जननी मोहर न घेनिबि मु केबे साम्राज्यर भार एहार पुओ हेब राज्याधीशर दास शुणी कहिला आपणक वाक्य निसंदेह जानई ताहा सत्य ठीक मात्रक आपणक होइले संतान से जेबे होई पारे काले बलवान बल पूर्व से बाल राज्य नहीं पारे गांगेय ए उत्तर देले कथारे आहे ता तम वाक्य सत्य बोली जान करिबी नाही केबे मु तार ग्रहण आज ठारू ए व्रते होइली मु व्रती विवाह शुभारंभरे न घेनिबि सती से धीवर भीष्मंक ए प्रतिज्ञा शुणी शांतनु प्रदान कले कन्यामणि से सर्वांग सुंदरी सत्यवती सती सर्वांग सुंदरी को कले प्राणपति एपरि आहे ऋषि शांतनु राय सत्यवती सहित होइले विवाह व्यासंकर अद्भुत जन्म चरित न होइथिला राजांकर अवगत एही ठारे श्रीदेवी भागवतंकरे महत पुराणर द्वितीय स्कंधरे अष्टादश सहस्र संहिता मध्यरे श्रेष्ठ ऋषि व्यासंक कृत कवितारे पंचास्य मध्य सत्यवती परिणय पंचमाध्याय पूर्ण हे साधु समूह पंचानन शिवंक प्रेम रस पात्री पंचमने जणाए स्वभक्ति की दिय पंचत काल रे मोहिले समय पंचसर जनक चरण राजीव पांची पांची बालाजी रणार जीव जीव। षष्ठ अध्याय कर्ण एवं युधिष्ठिरादिंकर जन्म कथन। सुत ऋषि कहिले शुण ऋषि बण एही परि शांतनु नरंकर राण सत्यवती सतींक सहित विवाह होइले करिण से महासमारोह यथा काले बालक दुईटी जन्माई काल बଳରେ कबलित हेले सेही व्यासंकर बीजरे धृतराष्ट्रंकर जन्म होइथिला हे ऋषिवर व्यास ऋषिवरंकु धृतराष्ट्र देखी उन्मीलन हेबारु निज दुई आखि एसकासु जन्मांध धृतराष्ट्र जान अतएव नहेले राजेनर राण पांडुंकर जननी राजपुत्री भले व्यासंकु देखि पांडु वर्ण होई गले एसकासु व्यासंक कोपर प्रचंडु पांडु वर्ण होइले तांक पुत्र पांडु
କାମଶାସ୍ତ୍ର ନିପୁଣା ଏକ ଶ୍ରେଷ୍ଠ ଦାସୀ ବ୍ୟାସଙ୍କ ଅଙ୍ଗ ସଙ୍ଗ କରିଥିଲେ ଆସି। ତାହାଠାରୁ ଧର୍ମାଂଶେ ଜନ୍ମିଲେ ବିଦୁର ସତ୍ୟବାଦୀ ପବିତ୍ର ଆତ୍ମା ସୁଶରୀର। ହେଲେ ହେଁ ସେହି ପାଣ୍ଡୁ କନିଷ୍ଠ ନନ୍ଦନ ମନ୍ତ୍ରୀଗଣ କରିଲେ ସାମ୍ରାଜ୍ୟ ରାଜନ। ଜନ୍ମାନ୍ଧ ହେବା ହେତୁ ସେହି ଧୃତ ରାଷ୍ଟ୍ର ରାଷ୍ଟ୍ରାଧୀଶ ନ ହେଲେ ହେଁ ସେ ଜ୍ୟେଷ୍ଠ। ଭୀଷ୍ମଙ୍କ ଅନୁମତି ନେଇ ପାଣ୍ଡୁ ବୀର ବହନ ସେ କରିଲେ ସାମ୍ରାଜ୍ୟ ସମ୍ଭାର। ମେଧାବନ୍ତ ବିଦୁର ମନ୍ତ୍ରୀ ବୋଲାଇଲେ ଧୃତରାଷ୍ଟ୍ର ଦୁଇଟି କନ୍ୟା ବିବାହ ଦେଲେ। ପ୍ରଥମ ସେ ଗାନ୍ଧାରୀ ସୌବାଳୀ ଦ୍ୱିତୀୟା ଗୃହକର୍ମେ ନିଯୁକ୍ତା ଥିଲେ ଦୁଇ ପ୍ରିୟା। ସୁରସେନ ରାଜାଙ୍କ ଯେ ପାଟ କୁମାରୀ ମଦରାଜ ସୁକନ୍ୟା ମାଦ୍ରୀ ସୁକୁମାରୀ। କୁନ୍ତୀ ମାଦ୍ରୀ ଏ ଦୁହେଁ ପଣ୍ଡୁ ରାଜାଙ୍କର ଅଟନ୍ତି ପାଟ ମହାଦେଇ ମନେ କର। ଅନ୍ଧଭାଜା ଗାନ୍ଧାରୀ ପରମ ସୁନ୍ଦର ଜାତ କଲେ ସେ ସତ ପୁତ୍ର ସମମାର। ସେ ବୈଶ୍ୟା ସୌବାଳୀ ଯେ ଯୁଜୁଷପୁତଙ୍କୁ ଜନ୍ମ କଲେ ସୁନ୍ଦର ପ୍ରିୟ ଦର୍ଶନଙ୍କୁ। କନ୍ୟା ହେବା ସମୟେ କୁନ୍ତୀ ବାପ ଘରେ କର୍ଣ୍ଣଙ୍କୁ ଜାତ କଲେ ସୂର୍ଯ୍ୟଙ୍କ ବୀର୍ଯ୍ୟରେ। ପଛେ ସିନା ପାଣ୍ଡବ ପାଣି ଘେନି କରି ସୁଛେ ସେ ବୋଲାଇଲେ ମହାଦେଇ ନାରୀ। ଏହା ଶୁଣି କହିଲେ ହସି ଋଷି ଗଣ ମହାମୁନି ଏ କିସ ରହସ୍ୟ ଆଖ୍ୟାନ। ପ୍ରଥମେ କୁନ୍ତୀ ନାରୀ ପୁଅ ପାଇ କରି ପାଣ୍ଡୁଙ୍କୁ ସେ ବିବାହ ହୋଇଲେ କିପରି। କି ବିଚିତ୍ର ଚରିତ୍ର ବିବାହିତା ନହିଁ କର୍ଣ୍ଣ ପୁଅ ପାଇଲେ କର୍ଣ୍ଣେ ଶୁଣା ନାହିଁ। ସେ ସମସ୍ତ ଚରିତ୍ର ବିସ୍ତାରିଣ କହ ସୁତ ଋଷି କହିଲେ ହେ ଋଷି ସମୂହ। ସୁରସେନ ନନ୍ଦନା କୁନ୍ତୀ ସୁକୁମାରୀ ହୋଇଥିଲେ ଯେ କାଳେ ବାଳିକା କୁମାରୀ। କୁନ୍ତୀ ଭୋଜ ନାମରେ ଏକ ମହାରାଜ ସୁରସେନ ରାଜାଙ୍କୁ ମାଗିଲେ ସହଜ। ସେ କୁନ୍ତୀ କନ୍ୟା ଟିକି ଝିଅ କରିବାକୁ ମାଗିବାରେ ପ୍ରଦାନ କଲେ ସେ ତାହାଙ୍କୁ। କୁନ୍ତ ଭୋଜ ସେ କୁନ୍ତୀ ଝିଅ ଟିକି ନେଇ କନ୍ୟା ପରି ପାଳିଲେ ଲାଳିତ କରାଇ। ହୋମ ଅଗ୍ନି ପ୍ରଦୀପ୍ତ କରିବା ସକାଶ ହେମ ଦେହି ବାଳାକୁ ନିଯୋଗିଲେ ଈଶ। ଏକ ଦିନେ ଦୁର୍ବାସା ଦ୍ୱିଜଙ୍କ ପୁଙ୍ଗବ ଚତୁର୍ମାସ୍ୟା ବ୍ରତରୁ ନିବରତି ଯବ। କୁନ୍ତ ଭୋଜ ଗୃହରେ ପ୍ରବେଶ କରିଲେ କୁନ୍ତୀ ଝିଅ ବହୁତ ତାହାଙ୍କୁ ସେବିଲେ। ମୁନିବର ସେବାରେ ହୋଇ ତ ସଭର ପ୍ରଦାନ କଲେ ଏକ ମନ୍ତ୍ର ଶୁଭ କର। ସେ ମନ୍ତ୍ରର ପ୍ରଭାବ ଛଇ ମନ୍ତ ଯେକୌଣସି ଦେବତା ହୋଇଲେ ଆହୁତ। କୁନ୍ତୀ ବର ନିକଟେ ପ୍ରବେଶିତ କ୍ଷଣ ତାହାଙ୍କ ଅଭିଳାଷ କରିବେ ସମ୍ପୂର୍ଣ୍ଣ। ମନ୍ତ୍ରାଭିଜ୍ଞ ଦୁର୍ବାସା ମନ୍ତ୍ର ଟିକି ଦେଇ ପଳାଇଲେ ଯହିଁକି ଇଚ୍ଛା ହେଲା ତହିଁ। ସେ କୁନ୍ତୀ ଝିଅ ନିଜ ଗୃହଟିରେ ଥାଇ ମନ୍ତ୍ରଟିର ସତ୍ୟତା ପରୀକ୍ଷାର୍ଥ ପାଇଁ ମନେ ମନେ ଚିନ୍ତିଲେ କୋ ଦେବଙ୍କୁ ଏବେ ଆହ୍ୱାନ ମୁଁ କରିବି ସେ ଆସିବେ ଯବେ। ଦେଖିଲେ ଦିବାକର ଉଦୟ ହେବାର ମନ୍ତ୍ର ସ୍ମରି ଆହ୍ୱାନ କରିଲେ ସତର। ସୁନ୍ଦର ନର ରୂପ ବହି ସହସ୍ରାଂଶୁ
ତକ୍ଷଣେ ଅବତୀର୍ଣ୍ଣ ହୋଇଲେ ଆକାଶୁ। କୁନ୍ତି ଥିବା ଅନ୍ତପୁରର ଅଭ୍ୟନ୍ତରେ ପ୍ରବେଶ କଲେ ଯାଇ ସକାମ ଅନ୍ତରେ। ସୂର୍ଯ୍ୟଦେବ ଆସିବା ଦେଖି କୁନ୍ତି ସୁତା କମ୍ପିଗଲେ ହୋଇଣ ବିଶେଷ ବିସ୍ମିତା। ଦୈବ ଯୋଗେ ହୋଇଲେ ବେଗେ ରଜସ୍ୱଳା। ରୁରୁ ଚାରୁ ଲୋଚନା କୁନ୍ତି ରାଜବାଳା। କୃତାଞ୍ଜଳି ପୁଟରେ ସୂର୍ଯ୍ୟଙ୍କ ସମ୍ମୁଖେ କୃତାର୍ଥିନୀ ପରାଏ କହିଲେ ସୁମୁଖେ। ଆପଣଙ୍କ ଦର୍ଶନେ ମୁଁ ହେଲି ସନ୍ତୋଷ। କରନ୍ତୁ ଯାଇ ନିଜ ମଣ୍ଡଳେ ପ୍ରବେଶ। ସୂର୍ଯ୍ୟଦେବ କହିଲେ ଆଗ କୁନ୍ତି ମାଇ। ମନ୍ତ୍ର ଦ୍ୱାରା ଆହ୍ୱାନ କରିଲ କିମ୍ପାଇଁ। ଡାକି ପୁଣି ସମ୍ମୁଖେ ହେବାଠାରେ ମୋତେ। ନ ଭଜି ଘଉଡ଼ୁଛ ଏ କଥା କେମନ୍ତେ। କାମାର୍ତ୍ତ ହେଲି ଦେଖି ସେ ଅସିତା ପାଙ୍ଗି। ଶୃଙ୍ଗାରର ସେ ଥରେ ଯାଅ ମୋତେ ମଙ୍ଗି। ମନ୍ତ୍ର ବଳେ କରିଛ ମୋତେ ତ ସ୍ୱାଧୀନ। ଯନ୍ତ୍ରରେ କ୍ରୀଡ଼ା ହେତୁ ଆସ ପ୍ରାଣ ଧନ। କୁନ୍ତି ଶୁଣି କହିଲେ ଧର୍ମଜ୍ଞ ନିଷ୍ପାପ। ଆପଣ ସମସ୍ତଙ୍କ ଅଟ ସାକ୍ଷୀ ରୂପ। ମୋହିତ କୁଳ କନ୍ୟା କରେ ନମସ୍କାର। କୁତ୍ସିତ କଥା ମୋତେ ନ କହେ ସୁର। ସୂର୍ଯ୍ୟଦେବ କହିଲେ ଶୁଣ ଗୋ ସୁବ୍ରତେ। ବୃଥାରେ ଗଲେ ଲଜ୍ଜା ବ୍ୟଥା ହେବ ମୋତେ। ଉପହାସ କରିବେ ସୁମନ ସଗଣ। 15 ବୟସୀ ଗୋ ସନ୍ଦେହ ନ ମଣ। ମୋତେ ଯେବେ ଭଜନା ନ କରିବ ସତେ। ସାପ ଦେବି ମନ୍ତ୍ର ଦରୁ ଋଷିଙ୍କୁ ଯେ ତୋତେ। ମୋତେ ଯେବେ ଭଜନା କରିବୁ ସୁମୁହିଁ। କନ୍ୟା ଧର୍ମ ତୋହର ନାଶ ହେବ ନାହିଁ। ମୋ ଆଳାପ ମତ୍ସଙ୍ଗ କେହି ନ ଜାଣିବେ। ମୋର ସମ ପୁଅଟି ଜନ୍ମିବେ ତୋ ଗର୍ଭେ। ଦିବାକର ଏପରି ବୋଧିଣ କହିଲେ। ତନ୍ମନସ୍କା ଲଜ୍ଜିତା କୁନ୍ତୀଙ୍କୁ ରମିଲେ। ରଣ ରଣ ରଣରେ ତାହାଙ୍କୁ ହରାଇ। ଅଭୀଷ୍ଟ ବର ଦେଇ ଗଲେ ସେ ପଳାଇ। ଦତ୍ତ ହାସି ଶୁଶ୍ରୁଣି କୁନ୍ତି ଗର୍ଭ ହେଲେ। ଗୃହ ମଧ୍ୟେ ଗୁପ୍ତରେ ଅବସ୍ଥାନ କଲେ। ଜାଣିଲେ ଏକମାତ୍ର ନିଜ ପ୍ରିୟ ଧାତ୍ରୀ। ଏ ଘଟଣା ମାତା ବା ଅନ୍ୟ ନ ଜାଣନ୍ତି। ଯଥାକାଳେ ସେ ରମ୍ୟ ଗୃହ ଅଭ୍ୟନ୍ତରେ। ଜନ୍ମ କଲେ ନନ୍ଦନ ସୂର୍ଯ୍ୟଙ୍କ ସମରେ। ଧରିଛନ୍ତି ଅକ୍ଷୟ କବଚ ସୁନ୍ଦର। ଗଣ୍ଡସ୍ଥଳ ମଣ୍ଡଇ କୁନ୍ତଳ ଯୁଗଳ। କୁମାର ସୁମାରଙ୍କ ପରାୟ ସୁନ୍ଦର। ଅର୍ଜମାର କୁମାର ମହାସୁକୁମାର। ଏହିପରି ପୁତ୍ରକୁ ଦେଖିଲେ ସେ ହେଳେ। ଅତିଶୟ ଲଜ୍ଜିତା କୁନ୍ତି ହୋଇଗଲେ। ଏହା ଦେଖି ସେ ପ୍ରିୟ ଧାତ୍ରୀ କୁନ୍ତୀଙ୍କର। ପ୍ରିୟ ଭରେ କହିଲେ ଧରି ତାଙ୍କ କର। ଭୀରୁ କିମ୍ପା ହେଉଛି ଆଗ କର ଭୋରୁ। ମୁଁ ଥିବା ଠାରେ କିମ୍ପା କରୁ ଚିନ୍ତା ଗୁରୁ। ଗୋଟିଏ ପେଡ଼ିଟିରେ ପୁତ୍ରକୁ ରଖି। କୁନ୍ତି ଦେବୀ କହିଲେ ହୋଇ ମହା ଦୁଃଖୀ। ଆରେ ବାପ ନନ୍ଦନ କି କରିବି କହ। ଲଜ୍ଜା ଭୟ ଅଥଚ ହେଉଛି ମୋ ଦେହ। ପ୍ରାଣ ଠାରୁ ତୁ ମୋର ଶ୍ରେଷ୍ଠଟି ହେଲେ। ପରିତ୍ୟାଗ କରୁଛି ବାବୁ ତୋତେ ସ୍ନେହ। ଆହା ସତେ ମୁଁ କେତେ କୁହ ତ ଭାଗିନୀ। ସୁଲକ୍ଷଣୀ ପୁତ୍ରକୁ ଛାଡ଼ୁଅଛି ଜାଣି। ନିର୍ଗୁଣା ସେ ସଗୁଣା ଭଗବତୀ ମାତ। ସର୍ବେଶ୍ୱରୀ ରଖନ୍ତୁ ତୋତେ ଆରେ ସୁତ।
କାମପ୍ରଦା ଦେବୀଙ୍କ ତୁ ଅଟୁ ନନ୍ଦନ କାତ୍ୟାୟିନୀ ରଖନ୍ତୁ କରିସ୍ତନ ଦାନ ଆହା ସତେ ମୁଁ ଦୁଷ୍ଟା ସ୍ୱଇଚ୍ଛାଚାରିଣୀ ସୂର୍ଯ୍ୟ ବୀର୍ଯ୍ୟ ସମ୍ଭବ ପୁତ୍ର ଛାଡ଼େ ଜାଣି ଛାଡ଼ୁଅଛି ନିର୍ଜନ ବନରେ ତ ଏବେ ପ୍ରିୟତମ ପୁତ୍ରକୁ ମୁଁ ଦେଖିବି କେବେ ଆହା ମୋ ପୂର୍ବ ଜନ୍ମେ ତ୍ରିଲୋକ ମାତାଙ୍କୁ ସେବା କରି ମନାଇ ନାହିଁ ତ ଶିବଙ୍କୁ ସର୍ବସୁଖ ପ୍ରଦାଙ୍କ ପାଦ ପଦ୍ମେ ଅଳି ନହେବାରୁ ମୋହିତ ଭାଗିନୀ ହେଲି ରେ ପ୍ରିୟ ସୁତ ତୋତେ ଏ ନିର୍ଜନ ବନେ ବିସର୍ଜନ କରୁଛି ଜାଣି ଜାଣି ଜ୍ଞାନେ ସେ ମହାପାତକର ଶାନ୍ତି ହେବା ପାଇଁ ତପସ୍ୟା ଅନୁଷ୍ଠାନ ମୁଁ କରିବି ଯାଇ ପେଡ଼ିଟିର ମଧ୍ୟରେ ସେ ଶିଶୁ ସନ୍ତାନ ରଖିଦେଇ ଏପରି କହି ହେଲେ ଛନ୍ନ ପଛେ କିଏ ଦେଖିବ ଏସ ଭୟ ଚିତ୍ତେ ସମର୍ପଣ କରିଲେ ପ୍ରିୟ ଧାତ୍ରୀ ହସ୍ତେ ସଭଏ ସ୍ନାନ କରି ଶୁଚି ଲାଭ କଲେ ଭଲ ଲୋକ ପରାଏ ବାପ ଘର ଗଲେ ଗୋଟିଏ ରଥକାର ନାମ ଅଧିରଥ ଗଙ୍ଗାରେ ଭାସୁଥିବ ପେଡ଼ି ହେଲେ ପ୍ରାପ୍ତ ସେ ଅଧିରଥଙ୍କର ପ୍ରିୟ ଭାର୍ଯ୍ୟା ରାଧି ପୁତ୍ରଟିକି ଦେଖିଣ କଲେ ବହୁ ଶ୍ରଦ୍ଧା ସେ ଅଧିରଥଙ୍କର ପ୍ରିୟ ଭାର୍ଯ୍ୟା ରାଧା ପୁତ୍ରଟିକି ଦେଖିଣ କଲେ ବହୁ ଶ୍ରଦ୍ଧା ଗ୍ରହଣ କଲେ କରି ପତିଙ୍କୁ ପ୍ରାର୍ଥନା ଲାଳନା ସେ ବଳାଇ କରିଲେ ପାଳନା କୁନ୍ତୀଙ୍କର କୁମର ସୁତ ଘରେ ରହି କର୍ଣ୍ଣ ନାମ ବହିଲେ ସୁପାଳିତ ହୋଇ ମହତ ବଳବନ୍ତ ସୁର ବୋଲାଇଲେ ସ୍ୱୟଂବରେ କୁନ୍ତୀଙ୍କୁ ପାଣ୍ଡୁ ବିଭା ହେଲେ ସୁଲକ୍ଷଣୀ ସୁକନ୍ୟା ମଦ୍ର ରାଜାଙ୍କର ମାଦ୍ରୀ ହେଲେ ଦ୍ୱିତୀୟା ଭାର୍ଯ୍ୟା ପାଣ୍ଡୁଙ୍କର ଏକ ଦିନେ ସେ ମହାବଳ ପାଣ୍ଡୁ ଭଲେ ମୃଗୟାସକ୍ତ ଚିତ୍ତେ ବନ ମଧ୍ୟ ଗଲେ ସୁରତାସକ୍ତ ଥିଲେ ମୃଗ ନାମେ ଋଷି ମୃଗ ଜ୍ଞାନେ ମାରିଲେ ସରଟିକି ପେଶି ମରଣ କାଳେ ମୁନି କୋପେ ସାପ ଦେଲେ ମରଣ ତୋର ହେଉ ନାରୀ ସଙ୍ଗ କଲେ ମୁନିଙ୍କ ଠାରୁ ପାଣ୍ଡୁ ଅଭିଶାପ ପାଇ ଦୁଃଖିତ ସେ ହୋଇଲେ ଶୋକାକୁଳ ହୋଇ ନଗର ଛାଡ଼ି ଦେଇ ବନେ କଲେ ବାସ ଏ ଅନ୍ତେ ଶୁଣ ଆହେ ସମସ୍ତ ତାପସ କୁନ୍ତୀ ମାଦ୍ରୀ ଏ ଦୁଇ ଭାର୍ଯ୍ୟା ତାହାଙ୍କର ସତେ ଧର୍ମ ଗ୍ରହଣ କରିଣ ସତର କରିବାକୁ ପାଣ୍ଡୁଙ୍କୁ ବନରେ ସେବନ ତାହାଙ୍କ ବଛରେ କରିଲେ ଯେ ଗମନ ମୁନିଙ୍କର ଆଶ୍ରମ ପାଣ୍ଡୁରାଜ ରହି ଧର୍ମଶାସ୍ତ୍ର ଶୁଣିଲେ ତପେ କଷ୍ଟ ସହି ଧର୍ମ କଥା ପ୍ରସଙ୍ଗେ ଶୁଣିଲେ ନୃପତି ମୁନି ମୁଖ ନିରୁତ ଧର୍ମ ସଙ୍ଗତି ସ୍ୱର୍ଗ ଦୁର୍ଗ ନ ଯାଏ ଅପୁତ୍ରିକ ନର ଅତଏବ ଜନ୍ମାଅ ଉତ୍ତମ କୁମାର ନିଜ ବୀର୍ଯ୍ୟ ସମ୍ଭବ ଝିଅର ତନୁଜ ଗୋଳକ କୁଣ୍ଡ ସହ କାନନ କ୍ଷେତ୍ରକ କିଣି ଆଣିଥିବାର ବନୁ ମିଳିବାର ନ ପାରି ପାଳି କରି ଦତ୍ତ କରିବାର ଏ ସମସ୍ତ ପୁତ୍ରେକ ଧନ ଅଧିକାରୀ କହିଛନ୍ତି ଏ କଥା ପଣ୍ଡିତେ ବିଚାରି ପରାପର କଥିତ ହୋଇଥିବା ପୁତ୍ରେ ନିକୃଷ୍ଟ ବୋଲାନ୍ତି ପୂର୍ବରୁ ସମସ୍ତେ ଏହିପରି ଶୁଣିଣ ପଣ୍ଡୁ ସେହି କାଳେ ଶତଦଳ ନୟନା କୁନ୍ତୀଙ୍କୁ ଦେଖିଲେ
କେଉଁ ତପସ୍ୱୀଙ୍କର ନିକଟକୁ ଯାଅ, ଅତି ଶୀଘ୍ର ଗୋବାଳେ ପୁତ୍ର ଉପଜାଅ। ମୋର ଆଜ୍ଞା ହେଉଛି ନାହିଁ କିଛି ଦୋଷ, ଶୁଣ ଗୋ ନାରୀଶ ପୂର୍ବ ଇତିହାସ। ସୌଦାସ ନାମେ ରାଜା ଥିଲେ ପୂର୍ବ କାଳେ, ବଶିଷ୍ଠଙ୍କ ବୀର୍ଯ୍ୟରେ ପୁତ୍ର ଜନ୍ମାଇଲେ। ଶୁଣି କୁନ୍ତୀ କହିଲେ ଆହେ ପ୍ରାଣ ସାଇଁ, ସିଦ୍ଧ ମନ୍ତ୍ର ମୋ ଠାରେ ଅଛି ମୁଁ ଜାଣଇ। ଏ ମନ୍ତ୍ର ଦେଇଥିଲେ ଦୁର୍ବାସା ପୂର୍ବରେ, ମୁଁ ଡାକିବି କାହାକୁ ମନ୍ତ୍ର ପ୍ରଭାବରେ। ସେ ଦେବତା ଆସିବେ ହୋଇ ମୋର ବଶ, ଅବଶ୍ୟ ମୋର ପାଶେ ହେବ ପରବେଶ। ଭର୍ତ୍ତାଙ୍କ ଆଜ୍ଞା ପାଇ କୁନ୍ତୀ ସେହି କ୍ଷଣ, ସୁରତ ତମ ଧର୍ମକୁ କରିଲେ ସ୍ମରଣ। ତାହାଙ୍କ ସଙ୍ଗେ ସଙ୍ଗେ କାମ ସରେ ମାତି, ଯୁଧିଷ୍ଠିର ପୁତ୍ରକୁ ପ୍ରସବିଲେ କୁନ୍ତୀ। ପବନ ଦେବତାଙ୍କୁ ସ୍ମରି ପୁନର୍ବାର, ଜନମ କଲେ ଭୀମସେନ ସୁକୁମାର। ସୁମରି ମାତି ଯାନ୍ତେ ଇନ୍ଦ୍ରଙ୍କର ତୁଲେ, ଅର୍ଜୁନ ନନ୍ଦନଙ୍କୁ ପ୍ରସବ କରିଲେ। ଏପରି ବର୍ଷେ ବର୍ଷେ 3 ବରଷରେ, 3 ପୁତ୍ର ପାଇଲେ ବର ଆଦେଶରେ। ତା ଦେଖି ସପତଣୀ ମାଦ୍ରୀଟି ନ ସହି, ଦୁଃଖିତରେ ପତିଙ୍କୁ ଜଣାଇଲେ ଯାଇ। ହେ ମହାରାଜ ପୁରୁଷୋତ୍ତମ ପୁଙ୍ଗବ, କି କରିବି କିପରି ମୋର ପୁତ୍ର ହେବ। ସେ ଉପାୟ କହିଣ ଦୁଃଖ ଦୂର କର, ମାଦ୍ରୀଙ୍କର ବାକ୍ୟରେ ପଣ୍ଡୁ ନରବର। ତାହାଙ୍କର ସକାଶେ କୁନ୍ତୀଙ୍କର ପାଶେ, ପ୍ରାର୍ଥନା କରିବାରୁ କୁନ୍ତୀ ଦୟା ବସେ। ମାଦ୍ରୀଙ୍କୁ ସେ ମନ୍ତ୍ରଟି ନିଦାନିଲେ ଜାଣି, ପତିଙ୍କର ଆଜ୍ଞାରେ ସେ ବରବରଣୀ। ଅଶ୍ୱିନୀ କୁମାରଙ୍କୁ ସ୍ମରଣା ସେ କଲେ, ନକୁଳ ସହଦେବ ଯୁଗଳ ଜନ୍ମିଲେ। ଏପରି ବନ ମଧ୍ୟ ଦେବଙ୍କ ଉରସେ, ପଣ୍ଡୁଙ୍କର କ୍ଷେତ୍ରରେ ପ୍ରତିବର୍ଷେ ବର୍ଷେ। ପଞ୍ଚମ ବର୍ଷେ ପଞ୍ଚ ପାଣ୍ଡବ ଜନମ, କରିଲେ ଏହିପରି 5ଟି ନନ୍ଦନ। ଏକ ଦିନେ ଦୈବରେ ପାଣ୍ଡୁ ନର ବର, ମୃତ୍ୟୁ ବସିଥିଲା ତ ତାଙ୍କ ମୁଣ୍ଡ ପର। ନିର୍ଜନ ଆଶ୍ରମରେ ମାଦ୍ରୀଙ୍କୁ ଦେଖିଲେ, କାନ ପ୍ରେମ ବଶରେ ତାହାଙ୍କୁ ଧଇଲେ। ବାରମ୍ବାର ସେ ମାଦ୍ରୀ କଲେ ହେ ବାରଣ, ବିଧାତା ବା ମହିଳା କଲେ ଆଲିଙ୍ଗନ। ଗଡ଼ିଗଲେ ତଳରେ ତାହାଙ୍କ ତୁଲରେ, ଲୋଡ଼ିବାର ମାନସ ରତି ସଙ୍ଗମରେ। ତରୁବର ବେଷ୍ଟିତା ଲତା ତରୁଣା ସେ, ପଡ଼ିବାର ପରାଏ ପଡ଼ି ନ ଗଲେ ସେ। ବିକୁଣ୍ଠିତ ହୋଇଣ ତଳରେ ପଡ଼ିଣ, କଲେ ସେ ମାଦ୍ରୀ ନାରୀ ଅତ୍ୟନ୍ତ ରୋଦନ। କାନ୍ଦିବାର ଶୁଣିଣ କୁନ୍ତୀ ପାଣ୍ଡୁ ପୁତ୍ରେ, ଉଚ୍ଚସ୍ୱରେ କାନ୍ଦିଲେ ଭୟରେ ସମସ୍ତେ। ତାହାଙ୍କ କୋଳାହଳ ଶୁଣି ମୁନିମାନେ, আগমন করিলে জানি সেই স্থানে। ব্রতপরায়ণ তো সে মুনি সকলে, পণ্ডুঙ্কর মরণ জানি গঙ্গা কূলে। যথাবিধি করিলে আগ্নেয় সংস্কার, এ সময়ে তা জানি মাদ্রী নরবর। কুন্তীঙ্কর হস্তরে কলে সমর্পণ, নকুল সহদেব আপনা নন্দন। সত্যলোকে জীবাকু পতিঙ্গ সঙ্গরে, সতী ধর্ম সম্মান বর্ধন হেতুরে। পতিঙ্কর সহিত গমন করিলে, সতী ধর্মে বিজয় কেতু উড়াইলে। সেঠাকু আসিথিবা সর্ব ঋষিগণ, পাণ্ডু মাদ্রী উদ্দেশ্য করিলে তর্পণ। কুন্তীঙ্ক ঠারে পঞ্চপুত্র সমর্পিলে, সঙ্গে ঘেনি হস্তিনাপুর টিকি গলে। কুন্তী সতী আসিবা জানি ভীষ্ম বীর, নর নগরবাসী মানে আবর বিদুর।
ଧୃତରାଷ୍ଟ୍ର ଆତ୍ମୀୟ ବର୍ଗ ଯେତେ ଥିଲେ କୁନ୍ତୀଙ୍କ ସନ୍ନିଧାନେ ଉପସ୍ଥିତ ହେଲେ। ସମସ୍ତେ ପଚାରିଲେ ରେ ବର ସୁମୁହିଁ କାହାର ଏ ପାଞ୍ଚଟି ପୁଅ ଦିଅ କହି। ଦୁଃଖିତ କୁନ୍ତୀ ନାରୀ ପଣ୍ଡୁ ସାପ ସ୍ମରି କହିଲେ ଶୁଣ ଆହେ ସର୍ବନର ନାରୀ। କୁରୁକୁଳ ସମ୍ଭବ ଦେବତା କୁମର ଏ ସମସ୍ତେ ଅଟନ୍ତି ମୋହର କୁମର। ସମସ୍ତଙ୍କ ବିଶ୍ୱାସ ହେବାକୁ ଜନନ ଧର୍ମାଦି ଦେବତାଙ୍କୁ କରିଲେ ଆହ୍ୱାନ। ସେମାନେ ସ୍ୱର୍ଗେ ଥାଇ କହିଲେ ମାନେ ଆମ୍ଭ ବୀର୍ଯ୍ୟ ସମ୍ଭବ ପୁତ୍ର ଶୁଣ ଜନେ। ଦେବ ବାକ୍ୟ ଶୁଣିଣ ଭୀଷ୍ମ ସେହି କାଳେ ସମ୍ମାନନା ଦର୍ଶାଇ ସମାଦର କଲେ। ଭୀଷ୍ମ ଆଦି ଯୁଧିଷ୍ଠି ସେହି ପଞ୍ଚପୁତ୍ରେ ପଣ୍ଡୁ ରାଜାଙ୍କ ପଟ ମହିଷୀ ସହିତେ ହସ୍ତିନାପୁରେ ରହି ସାମ୍ରାଜ୍ୟ ପାଳିଲେ। ସାନନ୍ଦେ ସୁମନ ଶେଷ ବଳେ ସକଳେ ଏପରି ପାର୍ଥପଣ ହୋଇନ ସଞ୍ଜାତ। ଭୀଷ୍ମଙ୍କର ଦ୍ୱାର ସେ ହୋଇଲେ ପାଳିତ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ସୁମହାପୁରାଣର ଦ୍ୱିତୀୟ ସ୍କନ୍ଧରେ ପାଣ୍ଡବ ମାନଙ୍କର ହେବାର ଜନମ ଷଷ୍ଠ ଗୋଟି ଅଧ୍ୟାୟ ହେଲା ସମାପନ। ଜୟ ଗୋ ଜଗନ୍ମାତ ସଙ୍କଟ ତାରିଣୀ ପୟଧର ଉପର ପୀଠ ନିବାସିନୀ। ସ୍ମରିଲେ ତବ ପଦ ନାଶଇ ଦୁର୍ଗତି କି ଆଶ୍ଚର୍ଯ୍ୟ ମତେ ତ ପଡୁଛି ବିପତ୍ତି। ତବ କଥା ପ୍ରସଙ୍ଗେ ମୁଁ ନେଉଛି ଦିନ ସହଜେ ଇଷ୍ଟ ଦେବୀ ମୋହର ଆପଣ। ଜଗତ ମାତ ତୁମ୍ଭେ ମୁଁ ତ ତୁମ୍ଭ ପୁଅ କାହିଁ ପାଇଁ ଭୋମାତ ହେଉଛ ନିର୍ଦ୍ଦୟ। ଆଧି ବ୍ୟାଧି ମୋହର କର ଦୂରୀଭୂତ ପୁତ୍ର ଦୋଷ ମାର୍ଜନା ନ କରେ କି ମାତ। ଆବିର୍ଭୂତା ହୁଅ ବାଲାଜୀ ରଣା ହୃଦେ ଅନ୍ତର ନୁହ ଆଦ୍ୟା ସମ୍ପଦେ ବିପଦ।